ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ଆପଣ ଆଧାର କାର୍ଡ଼ କେମିତି ଡାଉନଲୋଡ୍ କରିବେ। ସର୍ବପ୍ରଥମେ ଆପଣଙ୍କ ମୋବାଇଲ ଗୁଗଲ ବ୍ରାଉଜରକୁ ଆସିବେ। ସେଠିରେ ଆପଣ କ'ଣ ଲେଖିବେ UIDAI ଲେଖିବେ। UIDAI ଲେଖିଲା ପରେ ଏଟାକୁ ସର୍ଚ୍ଚ କରିନେବେ। ସର୍ଚ୍ଚ କଲା ପରେ ଦେଖନ୍ତୁ ଏଇ ଯେଉଁ ପ୍ରଥମଟା ସାଇଟ୍ଟା ଆସିଛି UIDAI.gov.in ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣ ଏଠିରେ କ୍ଲିକ୍ କରିବେ ତାପରେ ଦେଖନ୍ତୁ ଆପଣଙ୍କୁ ଭାଷା ଚୟନ କରିବା ପାଇଁ କହୁଛି। ତ ଆପଣଙ୍କ ଭାଷା ଅନୁଯାୟୀ ଆପଣ ଭାଷା ଚୟନ କରିନେବେ। ମୁଁ ଇଂଲିଶ ଚୟନ କରୁଛି କାରଣ ଇଂଲିଶଟା ସହଜ ହେବ ଜାଣିବା ପାଇଁ। ତାପରେ ଦେଖନ୍ତୁ ଅଫିସିଆଲ ସାଇଟ୍ ଆସିଲା ପରେ ଆପଣ ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖିପାରୁଥିବେ ଏଇ ଯେଉଁ ଗେଟ୍ ଆଧାର ଲେଖା ଅଛି ତାରି ତଳେ ଆପଣଙ୍କୁ ଡାଉନଲୋଡ୍ ଆଧାର ଲେଖା ଅଛି। ଯେହେତୁ ଆପଣଙ୍କ ଆଧାର କାର୍ଡ଼ ଡାଉନଲୋଡ୍ କରିବାର ଅଛି ତେଣୁକରି ଏଠିରେ ଆପଣଙ୍କୁ କ୍ଲିକ୍ କରିବାର ଅଛି। ତାପରେ ଯେତେବେଳେ ଆପଣ କ୍ଲିକ୍ କରିବେ ଟିକେ ସମୟ ଲାଗିବ। ତାପରେ ଦେଖନ୍ତୁ ଏଇଟା ଯେଉଁ ପପଅପ୍ ଆସିଲା ଏଇଟା କ୍ଲୋଜ୍ କରିନେବେ। କ୍ଲୋଜ୍ କଲା ପରେ ଦେଖନ୍ତୁ ଏଠିରେ ଆପଣ କେତୋଟି ମାଧ୍ୟମରେ ଆପଣ ଯଦି ଆଧାର କାର୍ଡ଼ ନାହିଁ ତାହେଲେ ଆନୁଏଲ୍ ଆଇଡି ଦେଇକି ମଧ୍ୟ ସର୍ଚ୍ଚ କରିପାରିବେ କିମ୍ବା ଆପଣଙ୍କ ଭର୍ଚୁଆଲ୍ ଆଇଡି ନମ୍ବର ଦେଇକି ମଧ୍ୟ ସର୍ଚ୍ଚ କରିପାରିବେ। ଯେହେତୁ ଆମର ଆଧାର କାର୍ଡ଼ ନମ୍ବର ଅଛି ତେଣୁକରି ଆମେ ଆଧାର କାର୍ଡ଼ ନମ୍ବର ଚୟନ କରିକି ଏଇଟା କରିବୁ। ତ ଏଥିରେ ଦେଖନ୍ତୁ ଏଠିରେ ଆପଣଙ୍କ ଆଧାର ନମ୍ବର ଦେଇନେବେ ଯେଉଁ ଆଧାରଟାକୁ ଆପଣ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି। ତାପରେ ଏଠିରେ ଆପଣଙ୍କୁ ଏଇଠି ଯେଉଁ କ୍ୟାପଚା ଦେଖାଉଛି এই କ୍ୟାପଚାଟା ଦେଲା ପରେ ସେଣ୍ଡ ଓଟିପିରେ କ୍ଲିକ୍ କରିବେ। ଆଧାର କାର୍ଡ଼ ଆଉ କ୍ୟାପଚା ଦେଲା ପରେ এই ସେଣ୍ଡ ଓଟିପିରେ କ୍ଲିକ୍ କଲା ପରେ ଆପଣଙ୍କ ଯେଉଁ ମୋବାଇଲ ନମ୍ବରଟା ରେଜିଷ୍ଟ୍ରେସନ୍ ଅଛି ଆପଣଙ୍କ ଆଧାର କାର୍ଡ଼ରେ ସେଇ ନମ୍ବରକୁ ଗୋଟେ ଓଟିପି ଆସିବ। ସେ ଓଟିପି ଯେଉଁ ଆସିବ ସେଇଟାକୁ ଆପଣ ଏଠିରେ ଫିଲ୍ଅପ୍ କରିନେବେ। ତାପରେ ଏଠିରେ ଭେରିଫାଏ ଆଣ୍ଡ ଡାଉନଲୋଡ଼ରେ କ୍ଲିକ୍ କରିବେ। ଦେଖନ୍ତୁ ମୁଁ ଓଟିପିଟା ଦେଇଦେଲି। ତାପରେ ଦେଖନ୍ତୁ ଯେତେବେଳେ ଭେରିଫାଏ ଆଣ୍ଡ ଡାଉନଲୋଡ଼ରେ କ୍ଲିକ୍ କରିବି ଟିକେ ସମୟ ଲାଗିବ, ଲୋଡ଼ିଂ ନେବ ଆଉ ଆପେ ଆପେ ଡାଉନଲୋଡ଼ ହେଇ ଆପଣଙ୍କ ମୋବାଇଲରେ ଗେଲ୍ ହେଇଯିବ। ଦେଖନ୍ତୁ ଆପଣଙ୍କ ଯେଉଁ ବି ଆଧାର କାର୍ଡ଼ ଅଛି ତାର ପାସୱାର୍ଡ଼ କ'ଣ ଥିବ ଦେଖନ୍ତୁ। ସେଇଟା ଯେଉଁ ଆପଣ ଆଧାର କାର୍ଡ଼ ଯେତେବେଳେ ପିଡିଏଫ୍ଟା ଓପନ୍ କରିବେ କାରଣ ଏହା ପିଡିଏଫ୍ ମାଧ୍ୟମରେ ହିଁ ମିଳିଥାଏ। ତ ଯେତେବେଳେ ପିଡିଏଫ୍ ଆପଣ ଓପନ୍ କରିବେ ଆପଣଙ୍କୁ ପାସୱାର୍ଡ଼ ମାଗିବ। ପାସୱାର୍ଡ଼ କ'ଣ ଦେବ ଆପଣଙ୍କୁ ଦେଖନ୍ତୁ ସକ୍ସେସଫୁଲି ଡାଉନଲୋଡ଼ ହୋଇଗଲା। ଦେଖିପାରୁଥିବେ ଫାଇଲରେ ସେଭ୍ ହୋଇଗଲା। ତ ଆପଣ କ'ଣ କରିବେ ଏଇଟା ଯେଉଁ ଆପଣଙ୍କର ନାମ ଅଛି ମନେ କରନ୍ତୁ ଆପଣଙ୍କର ନାମ ଏଇ ଯେଉଁ ଏକ୍ଜାମ୍ପଲ୍ ହିସାବରେ ଆପଣଙ୍କ ନାମ ଅନିଶ। ଅନିଶ ଏଇ ଯେଉଁ ପପଅପ୍କୁ ପୁଣି ଥରେ କ୍ଲୋଜ୍ କରିନେବା। ତାପରେ ଦେଖନ୍ତୁ ଆପଣଙ୍କ ନାମ ଯଦି ମନେ କରନ୍ତୁ ଅନିଶ ତାହେଲେ ଦେଖନ୍ତୁ ଆପଣଙ୍କ ନାମର ପ୍ରଥମ 4 ଅକ୍ଷର ଦେଖନ୍ତୁ ଏଇଟା ଯେଉଁ ଏକ୍ଜାମ୍ପଲ୍ ହିସାବରେ ଦେଇଛି ANIS ଅନିଶ ଦିଆଗଲା। ତାପରେ ଦେଖନ୍ତୁ ଆପଣଙ୍କ ବାର୍ଥ ଇୟର୍ ଆପଣ ଯେଉଁ ବର୍ଷ ଜନ୍ମଗ୍ରହଣ କରିଛନ୍ତି ଆପଣ ଆଧାର କାର୍ଡ଼ରେ ଯେଉଁ ବର୍ଷ ଅଛି ତାହାକୁ ଆପଣ କ'ଣ କରିବେ ଏଇ ଯେଉଁ ବର୍ଷ ଖାଲି ଦେଇନେବେ। ସେ ସବୁ କ୍ୟାପିଟାଲରେ ଦେବେ ଆଉ ସ୍ପେସ୍ ଦେବେ ନାହିଁ, ଲାଗିକି ଦେବେ। ତ ଏମିତି ଯେତେବେଳେ ପାସୱାର୍ଡ଼ ମାରିବେ ଆପଣଙ୍କ ପିଡିଏଫ୍ଟା ଓପନ୍ ହେଇଯିବ ଆଉ ଆପଣ ଆପଣଙ୍କ ଆଧାର କାର୍ଡ଼ ଦେଖିପାରିବେ ଏବଂ ସେ ତାହା ଡାଉନଲୋଡ୍ କରିପାରିବେ କିମ୍ବା ପ୍ରିଣ୍ଟ କରିପାରିବେ। ଏମିତି ଆପଣ 2026ରେ ନିଜ ଆଧାର କାର୍ଡ଼ ଡାଉନଲୋଡ୍ କରିପାରିବେ ନିଜ ମୋବାଇଲରେ।